ଶାଳପତ୍ରରୁ ପ୍ରସ୍ତୁତ ସାମଗ୍ରୀର ବ୍ୟବହାର ନିମନ୍ତେ ଭଞ୍ଜସେନା ପକ୍ଷରୁ ନିବେଦନ କରି ଜିଲ୍ଲା ପ୍ରଶାସନର ଲୋଡ଼ିଲା ସାହାଯ୍ୟ। ଭଞ୍ଜସେନା ପକ୍ଷରୁ ଜିଲ୍ଲା ତମାମ ଚାଲିଥିବା ପ୍ଲାଷ୍ଟିକ ଓ ସୋଲକୁ ବାଦ୍ ଦେଇ ଏହା ପ୍ରତିବଦଳରେ ଶାଳପତ୍ରରୁ ପ୍ରସ୍ତୁତ ଖଲି ଦନାର ବ୍ୟାପକ ଭାବେ ବ୍ୟବହାର ଏବଂ ଶାଳ ଗଛର ଉପକାରିତା ବାବଦରେ ଲୋକଙ୍କୁ ସଚେତନତା କରିବା ପାଇଁ ନିବେଦନ କରାଯାଇଛି। ଏନେଇ ଭଞ୍ଜସେନା ସଂଗଠନର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନ କ୍ରମେ ଶୁକ୍ରବାର ଭଞ୍ଜସେନାର ଏକ ପ୍ରତିନିଧି ଦଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି, ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ସତ୍ୟଭାମା ବେହେରା, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡକ୍ଟର ପ୍ରକାଶ ଚାନ୍ଦ ଗଗିନେନି, ବାରିପଦା ମ୍ୟୁନିସିପାଲିଟି ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତିଙ୍କୁ ଭେଟି ଏ ବାବଦରେ ସବିଶେଷ ଆଲୋଚନା କରି ତାଙ୍କର ସାହାଯ୍ୟ ଲୋଡ଼ିଥିଲେ। ତେବେ ଉକ୍ତ ବ୍ୟକ୍ତିବିଶେଷମାନେ ମଧ୍ୟ ତାଙ୍କ ସ୍ତରରେ ଏ ବାବଦରେ ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି ମଧ୍ୟ ଆଶ୍ୱାସନା ପ୍ରଦାନ କରିଛନ୍ତି ବୋଲି ଆଜି ସନ୍ଧ୍ୟା ପ୍ରାୟ 5:30ରେ ଭଞ୍ଜସେନା ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।